Hello friends and my dear students, welcome to Bonita Dipti Explores, ଯେଉଁଠି ଆପଣମାନେ ପାଆନ୍ତି କେବଳ ଏଜୁକେଶନାଲ ଭିଡ଼ିଓ। ଆଜି ଆମେ ଏହି ଭିଡ଼ିଓରେ ସପ୍ତମ ଶ୍ରେଣୀ ଗଣିତ ବହିର ଦ୍ୱିତୀୟ ଅଧ୍ୟାୟ ପାଟି ଗାଣିତିକ ପରିପ୍ରକାଶ ଚାପ୍ଟରକୁ ଭଲ ଭାବରେ ବୁଝିବା, ତାର ଉଦାହରଣ ଗୁଡ଼ାକ ଭଲ ଭାବରେ ବୁଝିବା, ତାପରେ ଯେଉଁଠାରେ ନିଜେ କରି ଦେଖ ଲେଖାଯାଇଥିବ ତାକୁ ଅନୁଶୀଳନୀ ଭାବି ତାର ସମସ୍ତ ପ୍ରଶ୍ନର ଉତ୍ତର କରିବା। ପ୍ରଥମେ ଦେଖ ସରଳ ପରିପ୍ରକାଶ କ'ଣ? ସରଳ ପରିପ୍ରକାଶ ମଝିରେ ପ୍ଲସ୍ ଚିହ୍ନ ବା ମାଇନସ୍ ଚିହ୍ନ ଏଇଭଳିଆ ଲେଖାଯାଇଥାଏ। ଯେମିତିକି 13 + 2, 12 × 5। ଏଇଭଳିଆ ଆମେ ଏହାକୁ ସାଂଖ୍ୟିକ ପରିପ୍ରକାଶ କହୁ। ଏହାକୁ ସମାନ ଚିହ୍ନ ମାଧ୍ୟମରେ ଆମେ ଲେଖିପାରିବା। ଏବେ ଦେଖ ଉଦାହରଣ 1। ମଲ୍ଲିକା ପ୍ରତ୍ୟେକ ଦିନ ଜଳଖିଆରେ 25 ଟଙ୍କା ଖର୍ଚ୍ଚ କରେ। ସପ୍ତାହରେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସେ ଜଳଖିଆ ବାବଦରେ କେତେ ଟଙ୍କା ଖର୍ଚ୍ଚ କରିବ? ଡେଲି 50 ଟଙ୍କା ଖର୍ଚ୍ଚ ହେଉଛି। ସୋମବାରରୁ ଶୁକ୍ରବାର ହେଉଛି 5 ଦିନ। ତେଣୁ ଦିନକୁ ଯଦି 25 ଟଙ୍କା ଖର୍ଚ୍ଚ ହେଲା, 5 ଦିନରେ କେତେ ଖର୍ଚ୍ଚ ହେବ? 5 × 25। ତେଣୁ 5 × 25 କି ଗୁଣିଲେ ଯାହା ହେଲା ସେଇଟା ହେଲା ଆମର ଉତ୍ତର। ତେଣୁ ଇଏ ମଧ୍ୟ ଗୋଟେ ସାଂଖ୍ୟିକ ପରିପ୍ରକାଶ। ଏଇଭଳିଆ ପରିପ୍ରକାଶ ଲେଖିବା ପାଇଁ ପ୍ଲସ୍ ମାଇନସ୍ ଆଉ ଗୁଣନ ହରଣକୁ ବ୍ୟବହାର କରୁ। ନିଜ ପସନ୍ଦର ସଂଖ୍ୟା ନେଇ ବିଭିନ୍ନ ପ୍ରକାର ପରିପ୍ରକାଶ ଲେଖ। ଏବେ ଦେଖିବା ତୁଳନା। ତୁଳନା ମାନେ ବଡ଼, ସାନ ବା ସମାନ। ଦେଖ ଆମେ ଏଇଟା ପିଲାଦିନୁ ଜାଣିଛେ, ଯେଉଁଟା ବଡ଼ ସଂଖ୍ୟା ଭିର ମେଲା ପଟଟି ତା ପଟକୁ, ସାନ ସଂଖ୍ୟା ପଟକୁ ମୁନିଆ, ଆଉ ସମାନ ଚିହ୍ନ ତ ଆମେ ଜାଣିଛେ ଦୁଇଟା ସମାନ ଥିଲେ ସମାନ ଚିହ୍ନ ଦେବା। ଆଉ ଏବେ ଦେଖ ନିଜେ କରି ଦେଖ। 1 ନମ୍ବର ଶୂନ୍ୟସ୍ଥାନ ପୂରଣ କର ଯେପରିକି ପରିପ୍ରକାଶ ଗୁଡ଼ିକରେ ସମାନ ଚିହ୍ନ ଉଭୟ ପାର୍ଶ୍ୱର ମୂଲ୍ୟ ସମାନ ହେବ। ଦେଖ 1 ନମ୍ବର ଏ 13 + 4 = ଡ୍ୟାସ୍ ଯୁକ୍ତ 6। 13ରେ 4 ମିଶାଇଲେ କେତେ ହେବ? 17। ତାମାନେ କେଉଁ ସଂଖ୍ୟାରେ 6 ମିଶାଇଲେ 17 ହୁଏ? 11। ସେଟାକୁ ମୁଁ ଏଇଠି ଖାତାରେ କରିକି ଭଲସେ ବୁଝେଇକି ଲେଖୁଛି। ଏ ନମ୍ବର ଦେଖ 13 + 4 = ଡ୍ୟାସ୍ ଯୁକ୍ତ 6। ଏଠି କେତେ ଲେଖା ହେବ? 11। 13 4 ହେଲା 17, 11ରେ 6 ମିଶାଇଲେ 17 ବା 17ରୁ 6 ଫେଡ଼ିଦେଲେ ଆମର ହେବ 11। ତାପରେ ବି ନମ୍ବର ଦେଖ 22 + ଡ୍ୟାସ୍ = 6 × 5। 6 × 5 ହେଉଛି 6 5 30। ତାମାନେ 22 + ଡ୍ୟାସ୍ ଅଛି, ତାମାନେ 22ରେ କେତେ ମିଶାଇଲେ ସେତିକି ହେବ? ତାମାନେ 8 ମିଶାଇଲେ 30 ହେବ, ଯେହେତୁ ମଝିରେ ସମାନ ଚିହ୍ନ ଅଛି ଓ ଆମର ଉଭୟ ପଟ ସମାନ ହେବା ଦରକାର। ତେଣୁ 22 + 8 ହେଲା 30, 6 5 30। ସି ନମ୍ବର ପ୍ରଶ୍ନ। ଏଠି ଦୁଇଟା ବି ଦେଇଛି ବହିରେ, ପ୍ରିଣ୍ଟିଂ ମିଷ୍ଟେକ୍ ଅଛି। ସି ନମ୍ବର ହେଲା 8 × ଡ୍ୟାସ୍ = 64 ହରଣ 2। 64 କି 2ରେ ହରିଲେ 32, ଏପଟେ ହେବ 8 × 4 = 32। ଉଭୟ ପଟ ସମାନ ହେଲା। ଏପଟେ ସେମିତି 34 ଫେଡ଼ାଣ ଡ୍ୟାସ୍ ସମାନେ 25। ତାମାନେ 34ରୁ କେତେ ମାଇନସ୍ କଲେ ଆମର 25 ହେବ? 9। 34ରୁ 9 ମାଇନସ୍ କଲେ 25। ଉଭୟ ମଝିରେ ଆମର ସମାନ ଚିହ୍ନ ଅଛି, ତେଣୁ ଦୁଇ ପଟ ଯେମିତି ସମାନ ହେଉଥିବେ। ଏବେ 2 ନମ୍ବର ଦେଖ ନିମ୍ନଲିଖିତ ସାଂଖ୍ୟିକ ପରିପ୍ରକାଶ ଗୁଡ଼ିକର ମାନ ଅନୁଯାୟୀ ଊର୍ଦ୍ଧ୍ୱକ୍ରମରେ ସଜାଅ। ଊର୍ଦ୍ଧ୍ୱକ୍ରମରେ ମାନେ ସାନରୁ ବଡ଼ କ୍ରମରେ। ପ୍ରଥମେ 67 - 19 48 ମୁଁ ଲେଖିଛି। ତାପରେ 67 ଫେଡ଼ାଣ 20 47 ହେଲା। ତାପରେ ସି ନମ୍ବର ହେଲା 35 + 25 60। ଡି ନମ୍ବର ହେଲା 5 × 11 11 5 55। ଇ ନମ୍ବର ହେଲା 120 ହରଣ 3। 120କୁ 3ରେ ହରିଲେ 3 × 4 12, ତାମାନେ 40 30 120। ଆମର ଏଇ 5ଟି ଉତ୍ତର ବାହାରିଲା। ଏବେ ଏଗୁଡ଼ାକୁ ଆମେ ଊର୍ଦ୍ଧ୍ୱ କ୍ରମରେ ସଜେଇବା, ସାନରୁ ବଡ଼ କ୍ରମରେ। ସବୁଠାରୁ ସାନ ହେଲା 40, ତାଠାରୁ ଟିକିଏ ବଡ଼ 47, ତାଠାରୁ ଟିକିଏ ବଡ଼ 48, ତାଠାରୁ ଟିକିଏ ବଡ଼ 55, ତାଠାରୁ ଟିକିଏ ବଡ଼ 60। ତାମାନେ ସଂଖ୍ୟା ଭିତରେ ସବୁଠୁ ସାନ ହେଲା 40, ସବୁଠାରୁ ବଡ଼ ହେଲା 60। ଏଇଠି ଲେଖିଦେବା ଊର୍ଦ୍ଧ୍ୱ କ୍ରମରେ। ଏବେ ନମ୍ବର ଗୁଡ଼ାକ ବି ସେ ଅନୁସାରେ ଲେଖିଦେବା। ନମ୍ବର ହେଲେ 40 ହେଉଛି ଇ ନମ୍ବର, ତାପରେ 47 ହେଉଛି ବି ନମ୍ବର, 48 ହେଉଛି ଏ ନମ୍ବର, 55 ହେଉଛି ଡି ନମ୍ବର, 60 ହେଲା ସି ନମ୍ବର। ଏବେ 2 ନମ୍ବର ପ୍ରଶ୍ନର ସମାଧାନ ସରିଗଲା। ତାମାନେ 25 ପୃଷ୍ଠରେ ଥିବା ନିଜେ କରି ଲେଖର ସମାଧାନ ସରିଗଲା। ଏବେ ଉଦାହରଣ ଗୁଡ଼ାକ ବୁଝିବା। ଉଦାହରଣ ଗୁଡ଼ାକ ନ ବୁଝିଲେ ତୁମେ ମାନେ ପ୍ରଶ୍ନର ସମାଧାନ କରିପାରିବନି। ଦେଖ 1023 + 125 କିମ୍ବା 1022 + 128 ମଧ୍ୟରେ କେଉଁଠି ବଡ଼? ଆମେ ଦେଖ 1023 ଲେଖା ହେଇଛି। ଡାହାଣ ପଟେ ଦେଖ ସବୁଜ କଲର ରଙ୍ଗରେ ଏଇ 1023କୁ ଭାଙ୍ଗିକି ଲେଖାଯାଇଛି, ଆଉ 1022 ସେମିତି ଲେଖାଯାଇଛି। 1023 ମାନେ 1022 + 1। 1022ରେ 1 ମିଶିବାରୁ 1023 ହେଲା। 128 କି ସେମିତି ଭଙ୍ଗା ଯାଇଛି। ଏପଟେ ବାମ ପଟେ ଅଛି 125, ଡାହାଣ ପଟେ ଅଛି 128। ତାମାନେ 125ରେ 3ଟା ମିଶିବାରୁ 128 ହେଇଛି। ଚିତ୍ରକୁ ଦେଖ ଭଲ ଭାବେ ବୁଝିପାରିବ।
ଆମେ ଏମିତି ଦିଟା ଯାକ ପ୍ରଶ୍ନକୁ ଦେଖିକିରି ଅନୁମାନ ଲଗେଇକି ବି କହିପାରିବା। ଏପଟେ 1023 ଏକ ଅଧିକା ଅଛି, ସେପଟେ 128, ତା ମାନେ 125 ଠାରୁ 3 ଅଧିକା ଅଛି। ଏବେ ଚିତ୍ରକୁ ଦେଖ, ଇଏ ହେଲା 1023, ତା ମାନେ 1022 ପ୍ଲସ୍ 1। ଏଠି କିନ୍ତୁ 1022 ଆଉ 128 କି ଭଙ୍ଗା ଯାଇଛି, 125 ପ୍ଲସ୍ 3 କରାଯାଇଛି, ଅର୍ଥାତ୍ ତଳେ ଦୁଇଟି ସଂଖ୍ୟା ଅଧିକା ଅଛି। ଚିତ୍ର ଦେଖିକି ବୁଝିଯିବ। ସେଇଥିପାଇଁ ଲେଖାଗଲା 1023 ପ୍ଲସ୍ 125 ଲେସ୍ ଦେନ୍ 1022 ପ୍ଲସ୍ 128। ଉଦାହରଣ 3, କେଉଁଟି ବୃହତ୍ତର? 133 ମାଇନସ୍ 25 ବା 112 ମାଇନସ୍ 24। ଦେଖ, 133 ଟା ଆକ୍ଚୁଆଲି ସେଟା 113 ହବ। ତେଣୁ 113 ମାଇନସ୍ 1, 113 ରୁ 1 ଫେଡ଼ିଲେ ଆମର କେତେ ହେଉଛି? 112। ଡାହାଣ ପଟେ ପ୍ରଥମେ 113 କୁ ଭାଙ୍ଗିକି 112 ଆଉ ଗୋଟେ 1, 113 କୁ ଦି ପାର୍ଟ କରାହେଇଛି, 112 ଆଉ 1, ସେଥିରୁ 25 ମାଇନସ୍ କରାହବ। ତଳେ ସେମିତି 112 112 ସେମିତି ଅଛି, ଏଥିରୁ ଖାଲି 24 ମାଇନସ୍ କରାହେଇଛି। ଚିତ୍ର ଦେଖିକି ଆମେ ଜାଣିପାରିଲେ ରାଜାର ଟିକେ ଅଧିକା ଥିଲା, କିନ୍ତୁ ଗୋଟେ ତାର ମାଇନସ୍ ହେଇଗଲେ ସେ ଜୟ ସହିତ ସମାନ ହେଇଯିବ। ତେଣୁ ଦିଟା ଯାକ ସମାନ ଅଛି। ଆମେ ପ୍ରଶ୍ନର ଉତ୍ତର କଲେ ବେଶୀ ଭଲ ଭାବରେ ବୁଝିପାରିବା। ଦେଖ, ଏଠି ବି ଲେଖାଯାଇଛି, ନିଜେ କରି ଦେଖ। ଲେସ୍ ଦେନ୍, ଗ୍ରେଟର ଦେନ୍, ଇକ୍ୱାଲ ଟୁ ତିନିଟା ଯାକ ବ୍ୟବହାର କର। ଏ ନମ୍ବର ପ୍ରଶ୍ନ ଦେଖ, ଚିନ୍ତାଧାରା ମଧ୍ୟ ବ୍ୟାଖ୍ୟା କରିବାକୁ କୁହାଯାଇଛି। 245 ପ୍ଲସ୍ 289, 246 ପ୍ଲସ୍ 285। ଏପଟେ 245, ଏପଟେ 246। ଆମେ କ'ଣ କରିବା? ଉଭୟ ପଟରେ 1 ଯୋଗ କରିଦେବା। ଉଭୟ ପଟରେ 1 ଯୋଗ କଲେ ପ୍ରଥମ ପାର୍ଟର 245 ଟା 246 ହେଇଯିବ। ଦ୍ୱିତୀୟ ପାର୍ଟରେ 1 ଯୋଗ କଲେ 246 ର ଯୋଗ କରିବାନି, 285 ରେ ଯୋଗ କରିବା। ଯୋଗ କଲେ 286 ହେଇଯିବ। ତାହେଲେ ଦେଖ, ବାମ ପଟେ ହେଲା 246, ଡାହାଣ ପଟେ ବି ରହିଲା 246। ଏବେ ଆମେ 289 ଆଉ ଡାହାଣ ପଟେ ଥିବା 286 ଆଙ୍କ ଭିତରେ କମ୍ପାରିଜନ କରିବା। ତେଣୁ 289 ବଡ଼ ହେବ 286 ଠାରୁ। ତେଣୁ ଏ ର ପ୍ରଥମ ପାର୍ଟଟି ବଡ଼। ଏ ସବୁ ଗୁଡ଼ାକ ଉଦାହରଣ ଠିକ୍ ସେଇଭଳିଆ। ଦେଖ, ବି ନମ୍ବରରେ ଏପଟେ 145, ଡାହାଣ ପଟେ 144। ତେଣୁ 144 ରେ 1 ଯୋଗ କରିଦେବା, କି 272 273, ଏମିତି 1 ଯୋଗ କରିକି ଆମେ ସବୁ ପ୍ରଶ୍ନର ସମାଧାନ କରିପାରିବା। ସେମିତି 364, ଏପଟେ 363, 363 ରେ 1 ଯୋଗ କରିଦେବା। ଉଭୟ ପାର୍ଶ୍ୱରେ ଯୋଗ କଲେ 64 64 ସମାନ ହେବ। ନେକ୍ସଟ ସଂଖ୍ୟାକୁ ଦେଖିବା, ଯିଏ ବଡ଼ ସିଏ ବଡ଼। ଡି ନମ୍ବର ସେମିତି 124 245 129 245, 245 ତ ସମାନ ଅଛି। ତେଣୁ 124 129 ଭିତରେ ଯିଏ ବଡ଼ ସେଟା ହେଲା ବଡ଼। ତେଣୁ ଏଇଭଳି ଆମେ କରିବା। ଡି ନମ୍ବର କ୍ୱେଶ୍ଚିନ୍ଟା ପିଲାମାନେ ପ୍ରିଣ୍ଟିଂ ମିଷ୍ଟେକ୍। ଏପଟେ 213 ମାଇନସ୍ 77, ଡାହାଣ ପଟଟା ବି ସେମିତି ହେବ, 214 ମାଇନସ୍ 76 ହେବ। ଆଇଦର ଦି ପଟେ ପ୍ଲସ୍ ହେବ ନହେଲେ ମାଇନସ୍ ହେବ। ବି ନମ୍ବର ବି ସେଇଭଳିଆ। ଦେଖ, ଏ ନମ୍ବର ପ୍ରଶ୍ନ 245 ଯୁକ୍ତ 289, ମଝିରେ ବକ୍ସ 246 ପ୍ଲସ୍ 285। ଏବେ ଆମେ କ'ଣ କରିବା? ପ୍ରତ୍ୟେକ ପାର୍ଶ୍ୱରେ 1 ଯୋଗ କରିବା। ପ୍ରତ୍ୟେକ ପାର୍ଶ୍ୱରେ 1 ଯୋଗ କଲେ ବାମ ପାର୍ଶ୍ୱ କେତେ ହେଇଯିବ? 245 ଟା ହେଇଯିବ 246। ଡାହାଣ ପଟେ କ'ଣ କରିବା? 246 ର 1 ଯୋଗ କରିବାନି, ସେଟା ପୁଣି 247 ହେଇଯିବ। 285 ରେ ଯୋଗ କରିବା। ସେଟା ଲେଖିବା। ବାମ ପାର୍ଶ୍ୱ ହେଲା 246 ପ୍ଲସ୍ 289, ଦକ୍ଷିଣ ପାର୍ଶ୍ୱ ହେବ 246, 50 ଟାରେ 1 ଯୋଗ ହେଲା ପ୍ଲସ୍ 286। ଏବେ ଦେଖ, ଉଭୟ ପଟେ 246 ସମାନ, ତେଣୁ 289 ଆଉ 286 ମଧ୍ୟରୁ 289 ବଡ଼। ତେଣୁ ଆମେ ହିସାବ ନ କରି ମନେ ମନେ 1 2 ମିଶେଇକି କୋଉଟା ବଡ଼ ଆମେ କହିପାରିବା। ତେଣୁ ଲେଖିବା, ଆମେ ପାଇଲେ 289 ଗ୍ରେଟର ଦେନ୍ 286। ତାପରେ ଲେଖିବା, ଅତଏବ 245 ପ୍ଲସ୍ 289 ଗ୍ରେଟର ଦେନ୍ 246 ପ୍ଲସ୍ 285। ତାପରେ ନମ୍ବର ପ୍ରଶ୍ନ 273 ମାଇନସ୍ 145, 272 ମାଇନସ୍ 144। ପିଲାମାନେ ଦେଖ, ଏଠି ପ୍ଲସ୍ ଲେଖାଯାଇଛି, କିନ୍ତୁ ଆମେ ଏଟାକୁ ମାଇନସ୍ କରିକି ହିସାବ କରିବା। କାରଣ ବଡ଼ ହେଲେ ଏଇଟା ଗୋଟେ ଏତେ ବଡ଼ ସଂଖ୍ୟା ହେଇଯିବ, ପ୍ଲସ୍ ଚିହ୍ନ ଦେଲେ ଆଉ ମାଇନସ୍ କଲେ ସେଟା ବହୁତ ଛୋଟ ସଂଖ୍ୟା ହେଇଯିବ, କମ୍ପାରିଜନ ନାହିଁ। ତେଣୁ ଆମେ ୟାକୁ ସମାନ ଚିହ୍ନ ଦେଇକି ସମାନ କରିବା। ପ୍ରାୟତଃ ଆମର ପାଖାପାଖି ସଂଖ୍ୟା ଅଛି, ତେଣୁ ମାଇନସ୍ ଚିହ୍ନ ଦେଇକି ଲେଖିବା। ତେଣୁ ପ୍ରତ୍ୟେକ ପାର୍ଶ୍ୱରେ 1 ଯୋଗ କଲେ, ଦେଖ 273, ଆମେ ଯଦି 145 ଅଛି 1 ଯୋଗ କଲେ ମାନେ କ'ଣ? 1 ମାଇନସ୍ କଲେ, ମାଇନସ୍ ରେ ଯଦି ପ୍ଲସ୍ 1 ଯୋଗ କରାହେଇଛି ମାଇନସ୍ ହେବ।
ତେଣୁ 273 144 ହେଇଯିବ ବାମ ପଟେ। ଡାହାଣ ପଟେ ସେମିତି ଲେଖିବା 272 ମାଇନସ୍ 144। ଡାହାଣ ପଟେ 272 ରେ 1 ଯୋଗ କଲେ, ବାମ ପଟେ 145 ରେ 1 ଯୋଗ କଲେ, ଡାହାଣ ପଟେ 272 ରେ 1 ଯୋଗ କଲେ। ତାହେଲେ ଦକ୍ଷିଣ ପାର୍ଶ୍ୱରେ ଆମର ହେଲା 273 ମାଇନସ୍ 144। ବର୍ତ୍ତମାନ ଦେଖ ଉଭୟ ପାର୍ଶ୍ୱ ଆମର ସମାନ, ମଝିରେ ସମାନ ଚିହ୍ନ ଦେଇଦବା। ତେଣୁ ବାମ ପକ୍ଷ ଇକ୍ୱାଲ ଟୁ ଦକ୍ଷିଣ ପକ୍ଷ। ସେଇଥିପାଇଁ କି ମୁଁ ପ୍ଲସ୍ ସାଇନ୍ କି ଚେଞ୍ଜ କରି ମାଇନସ୍ କରିଦେଲି, କାରଣ ସେଟା ଗୋଟେ ପ୍ରିଣ୍ଟିଂ ମିଷ୍ଟେକ୍। ଟିକେ ଭୁଲ ଠିକ ହେଇଗଲା ପରେ ଆମର ଦେଖ ସମାଧାନ କେତେ ସହଜ ଭାବରେ ହେଇଯାଉଛି। ଏଇଠି ମଝିରେ ସମାନ ଚିହ୍ନ ଦବା ଆଉ ଲେଖିବା ବାମ ପକ୍ଷ ଇକ୍ୱାଲ ଟୁ ଦକ୍ଷିଣ ପକ୍ଷ। ସି ନମ୍ବର ପ୍ରଶ୍ନ 364 ଯୁକ୍ତ 587 363 ଯୁକ୍ତ 589। ପିଲାମାନେ ଦେଖ ବାମ ପଟେ ଲେଖାଯାଇଛି 364, ଡାହାଣ ପଟେ ଅଛି 363। ତେଣୁ ଆମେ ଯଦି +1 ଉଭୟ ପଟରେ ଆଡ୍ କରିବା, ବାମ ପକ୍ଷରେ ବି ଦକ୍ଷିଣ ପକ୍ଷରେ ବି 363 ଟା 364 ହେଇଯିବ। ଗୋଟେ ସଂଖ୍ୟା ଆମର ସମାନ ହେଇଗଲା। ବାକି 587 ରେ ବାମ ପଟେ 587 ରେ 1 ଆଡ୍ କରିବା, ଡାହାଣ ପଟେ 363 ରେ ଆଡ୍ କରିବା। ଲେଖିବା ଉଭୟ ପାର୍ଶ୍ୱରେ 1 ଯୋଗ କଲେ ଆମର ବାମ ପକ୍ଷ କେତେ ହବ, ଦକ୍ଷିଣ ପାର୍ଶ୍ୱଟା ଆମର କେତେ ହବ ବା ଡାହାଣ ପଟଟା କେତେ ହବ। ତେଣୁ ବାମ ପକ୍ଷ ହେଲା 364 ପ୍ଲସ୍ 588, କାରଣ ଆମେ ଉଭୟ ପଟେ 364 କରିବାକୁ ଚାହୁଁଛେ। ତେଣୁ 364 ରେ 1 ଆଡ୍ କରିବାନି, ସେଇ 1 କୁ 587 ରେ ଆଡ୍ କଲେ 588 ହେଇଗଲା। ଏବେ ଦକ୍ଷିଣ ପାର୍ଶ୍ୱକୁ ଲେଖିବା। ଦକ୍ଷିଣ ପାର୍ଶ୍ୱରେ ଆମେ 364 କରିବାକୁ ଚାହୁଁଛେ, ତେଣୁ 363 ରେ 1 ଟା ଆଡ୍ କଲେ, ତାମାନେ ଏଇଟା ହେଇଯିବ 364 ପ୍ଲସ୍ 589। ଆମେ କାହିଁକି ଏମିତି କରୁଛେ ତମେ ନେକ୍ସଟ ଷ୍ଟେପ ଦେଖିଲେ ବୁଝିପାରିବ। କାରଣ ଦେଖ ଆମର ଉଭୟ ପଟେ ଗୋଟିଏ ସଂଖ୍ୟା ସମାନ ଆସିଗଲା। ଯେକୌଣସି ଗୋଟିଏ ସମାନ ହେଲେ ଆରଟାକୁ ଆମେ ତୁଳନା କରିକି ବଡ ସାନ କି ସମାନ ଚିହ୍ନ ଦବା। 364 364, ଏବେ 588 589 ମଧ୍ୟରୁ 589 ବଡ, ତା ମାନେ ଆମର ଦକ୍ଷିଣ ପାର୍ଶ୍ୱ ବଡ। ସେ ଅନୁସାରେ ସେପଟକୁ ଭି ଚିହ୍ନର ମେଲା ପଟଟି ରଖିବା, ସେଟା ବଡ, ବାମ ପକ୍ଷଟା ହେଲା ସାନ। ଡି ନମ୍ବର ପ୍ରଶ୍ନ 124 ପ୍ଲସ୍ 245, ଡାହାଣ ପଟେ ଅଛି 129 ପ୍ଲସ୍ 245। ଉଭୟ ପଟେ ତ ଆମର ଗୋଟେ ସଂଖ୍ୟା ସମାନ ଅଛି, ତେଣୁ ଆଉ ଗୋଟେ ସଂଖ୍ୟାକୁ ଆମେ ଦେଖିକିରି କୋଉ ପଟଟା ବଡ କୋଉ ପଟଟା ସାନ ଆମେ କହିପାରିବା। ତା ମାନେ 129 ଅର୍ଥାତ୍ ଦକ୍ଷିଣ ପାର୍ଶ୍ୱଟା ଆମର ହେଲା ବଡ। ଏବେ ଲେଖିବା 124 ପ୍ଲସ୍ 245 ଲେସ୍ ଦ୍ୟାନ୍ 129 ପ୍ଲସ୍ 245। ତାମାନେ 129 ଆଉ 245 ଠାରୁ ବାମ ପଟଟା ହେଲା ସାନ। ଏଠି କାରଣ ଲେଖିଦବା, କାରଣ 124 ଲେସ୍ ଦ୍ୟାନ୍ 129। ଏବେ ଇ ନମ୍ବର ପ୍ରଶ୍ନ ଦେଖ। ଇ ନମ୍ବରରେ ବି ପ୍ରିଣ୍ଟିଂ ମିଷ୍ଟେକ୍ ଅଛି, ଆଇଦର ଦିଟା ଯାକ ପ୍ଲସ୍ ହେଇଥାନ୍ତା ନହେଲେ ଦିଟା ଯାକ ମାଇନସ୍ ହେଇଥାନ୍ତା। ଆମେ ମାଇନସ୍ କରିଦବା। ଦେଖ ଇ ନମ୍ବର ପ୍ରଶ୍ନ 213 ମାଇନସ୍ 77 214 ମାଇନସ୍ 76। ଲେଖିବା ଉଭୟ ପାର୍ଶ୍ୱରେ 1 ଯୋଗ କଲେ। ଯଦି ବାମ ପଟେ 1 ଯୋଗ କରିବା, 213 ରେ 1 ମିଶିଲେ 214 ହେଇଯିବ। ତେଣୁ ଲେଖିବା ଉଭୟ ପାର୍ଶ୍ୱରେ 1 ଯୋଗ କଲେ। ଡାହାଣ ପଟେ 1 ଯୋଗ କଲେ ମାଇନସ୍ 76, 76 1 75 ହେଇଯିବ, କିନ୍ତୁ ଉଭୟ ପଟେ 214 ରହିବ। ଦେଖ ବାମ ପକ୍ଷ ଲେଖିକି ଲେଖିବା। ବାମ ପକ୍ଷ 213 ପ୍ଲସ୍ 1 ମାଇନସ୍ 77, 213 ରେ 1 ଯୋଗ କଲେ 214 ମାଇନସ୍ 77 ହବ। ଦକ୍ଷିଣ ପାର୍ଶ୍ୱରେ ହବ 214 ମାଇନସ୍ 76 ପ୍ଲସ୍ 1, ମାଇନସ୍ 76 ରେ ପ୍ଲସ୍ 1 ମିଶେଇଲେ ମାଇନସ୍ 75 ହବ। ତେଣୁ ଆମର ଦୁଇ ପଟେ ତ 214 ଆସିଗଲା, ବାମ ପଟରେ ମାଇନସ୍ 77, ଡାହାଣ ପଟେ ହେଲା ମାଇନସ୍ 76। ତା ମାନେ 77 ଟା ସାନ, ଅଧିକା ଫେଡା ହଉଛି। ତେଣୁ ବାମ ପକ୍ଷଟା ହେଲା ସାନ, ଡାହାଣ ପକ୍ଷଟା ହେଲା ବଡ। ତେଣୁ ଲେଖିବା ବାମ ପକ୍ଷ ଲେସ୍ ଦ୍ୟାନ୍ ଦକ୍ଷିଣ ପକ୍ଷ, ତାପରେ ବାମ ପଟର ସାଂଖ୍ୟିକ ଏଇଟା ଲେଖିବା, ଡାହାଣ ପଟଟା ଲେଖିବା। ଆଉ ବାମ ପଟ କିନ୍ତୁ ସାନ ହେବ। ଏଇଠି ପିଲାମାନେ ତୁମେ ମାଇନସ୍ ପ୍ଲସ୍ ମିଶାଣ ଟିକେ ଭଲସେ ବୁଝି ପାରିନଥିବ ମତେ ଲାଗିଲା। ମୁଁ ତମ ପାଇଁ ଆଉ ଗୋଟେ ବଢିଆ ସେ ବୁଝେଇ ଦଉଛି। ପ୍ଲସ୍ ମାଇନସ୍ ମିଶାଣ କେମିତି ହୁଏ ତାର 4ଟା ଖଣ୍ଡେ ଟ୍ରିକ୍ ଅଛି। ସେଇ 4ଟା ମନେ ରଖିଲେ ତୁମର ସାରା ଜୀବନ ସେଗୁଡିକ କାମରେ ଲାଗିବ। ମନେକର +3 + 5 ଦିଟା ଯୁକ୍ତ ସଂଖ୍ୟା, ଆକୁ ମିଶେଇଲେ +8 ହବ।
ଏଇଭଳିଆ ମିଶ୍ରଣ ଆମେ ପିଲା ଦିନରୁ କରିଛେ। ମନେକର +3 -5 ଥିବ, ଅର୍ଥାତ୍ ଗୋଟେ ସଂଖ୍ୟା ମାଇନସ୍ ଆଉ ଗୋଟେ ସଂଖ୍ୟା ପ୍ଲସ୍। ଏବେ ଆଉ ଗୋଟେ କଣ୍ଡିସନ ଦେଖ, -3 + 5 କିମ୍ବା 5 + -3। ଏ ଯୋଉଟା ବ୍ରାକେଟ ଭିତରେ ମୁଁ ଲେଖିଛି ଦୁଇଟା ଯାକ ସମାନ ପ୍ରଶ୍ନ, କେବଳ କ୍ରମଟା ଅଦଳ ବଦଳ ହେଇଛି। -3 ଆଗକୁ ଯାଇଛି ତ 5 ପଛକୁ ଆସିଛି, ଏଇଭଳିଆ। ତେଣୁ ଏ ଦୁଇଟାର ଉତ୍ତର ସମାନ ହବ। ଆଉ ଗୋଟେ ହେଲା -3 + -5, ମାନେ ଦୁଇଟା ମାଇନସ୍ ସଂଖ୍ୟାକୁ ଆମେ ମିଶେଇବା। ଏଇ 3-4ଟା ଟ୍ରିକ୍ ତମେ ସାରା ଜୀବନ ମନେ ରଖିଲେ ତୁମେ ପ୍ଲସ୍ ମାଇନସ୍ ତୁମର କେବେ ବି ଭୁଲ ହବନି। ଦୁଇଟା ପ୍ଲସ୍ ମିଶିଲେ ମାଇନସ୍, ଏମିତି -3 + 5 ହଉ କି 5 - 3 ହଉ। ବଡ଼ ସଂଖ୍ୟାରୁ ସାନ ସଂଖ୍ୟାକୁ ଫେଡ଼ିବ। ବଡ଼ ସଂଖ୍ୟାରେ ଯୋଉ ଚିହ୍ନ ଉତ୍ତରରେ ସେଇ ଚିହ୍ନ। 5ରୁ 3 ଗଲେ 2, 5ରୁ 3 ଗଲେ ବି 2, ଆଗରେ ଥାଉ କି ପଛରେ ଥାଉ। ଯଦି ଲେଖା ହେଇଛି 3 + -5, ଏଠି ବି ସେଇ ରୁଲ୍ ମାନେ ବଡ଼ ସଂଖ୍ୟାରୁ ସାନ ସଂଖ୍ୟାକୁ ମାଇନସ୍ କରିବ। 5ରୁ 3 ଫେଡ଼ିଲେ 2, ଯେହେତୁ ବଡ଼ ସଂଖ୍ୟାରେ ମାଇନସ୍ ଚିହ୍ନ ଅଛି ତେଣୁ ଉତ୍ତରରେ ମାଇନସ୍ ଚିହ୍ନ ରହିବ। ମନେ ରହିଲା? ଯଦି ଦୁଇଟି ସଂଖ୍ୟାରୁ ଗୋଟେ ସଂଖ୍ୟାରେ ପ୍ଲସ୍ ଗୋଟେ ସଂଖ୍ୟାରେ ମାଇନସ୍ ଅଛି, ଯୋଉ ସଂଖ୍ୟା ହେଇଥାଉ, ବଡ଼ରୁ ସାନ ଫେଡ଼ିବ। ବଡ଼ରେ ଯୋଉ ଚିହ୍ନ ଉତ୍ତରରେ ସେଇ ଚିହ୍ନ। ସେଥିପାଇଁ କି ଏଠି +2 ହେଲା, ଉପରେ -2 ହେଲା। ବର୍ତ୍ତମାନ ଏଇ ତିନିଟା ହେଲେ ଗୋଟିଏ କାଟାଗୋରୀ। ବଡ଼ରୁ ସାନ ଫେଡ଼ିବା, ବଡ଼ରେ ଯୋଉ ଚିହ୍ନ ଉତ୍ତରରେ ସେଇ ଚିହ୍ନ। ଏବେ ସବା ଉପରଟା ଗୋଟେ ପ୍ରକାର, ସବା ତଳଟା ହେଲା ଗୋଟେ ପ୍ରକାର। ସବା ତଳେ ହେଲା ++, ଆଉ ଏ ମଝି ତିନିଟା ହେଲା ଗୋଟିଏ ପ୍ରକାରର। ବଡ଼ରୁ ସାନ ଫେଡ଼ା ହେଇଛି, ବଡ଼ରେ ଯୋଉ ଚିହ୍ନ ଉତ୍ତରରେ ସେଇ ଚିହ୍ନ। ତାମାନେ ସମୁଦାୟ ତିନିଟା ଟ୍ରିକ୍ ଆମର। ଗୋଟେ -3, ଗୋଟେ -5, ଉତ୍ତର ହେଲା -8। ଏଇଟା କେମିତି ମନେ ରଖିବ ଦେଖ। ତମେ 3 ଟଙ୍କା ଋଣ ନେଇଛ, କୌଣସି କାରଣ ପାଇଁ ତମର ଦରକାର ପଡ଼ିଲା, 3 ଟଙ୍କା ଧାର ନେଇଛ। ପୁଣି 5 ଟଙ୍କା ମନେକର ଧାର ନେଲ। ତାମାନେ ଯେତେବେଳେ ମିଶେଇ ଦେଲ ତମର ଧାରକୁ, 5 ଟଙ୍କା ଧାରେ 3 ଟଙ୍କା ଧାରେ ମିଶିକି କେତେ ଟଙ୍କା ହବ? 8 ଟଙ୍କା ଧାରେ। ତାମାନେ ତମର ଋଣ ହେଲା 8 ଟଙ୍କା। 3 ଟଙ୍କା ଋଣ ପ୍ଲସ୍ 5 ଟଙ୍କା ଋଣ ମିଶିକି ହେଲା 8 ଟଙ୍କା ଋଣ। ତେଣୁ ଦୁଇଟା ମାଇନସ୍ ଥିଲେ ମିଶିକି ମାଇନସ୍ ଚିହ୍ନ ଦିଆ ହୁଏ। ଜଟିଳ ପରିପ୍ରକାଶର ପଠନ ଆଉ ମୂଲ୍ୟାୟନ। ଜଟିଳ ପରିପ୍ରକାଶ ମାନେ ଆମେ ଆଗରୁ 12 + 5, 3 + 4 ଏମିତିଆ ଦେଖୁଥିଲେ। ତାମାନେ 4 ଗାଣିତିକ ପ୍ରକ୍ରିୟା ମଧ୍ୟରୁ ଗୋଟିଏ ଥିଲା, ଆଇଦର ପ୍ଲସ୍ ଥିବ ମାଇନସ୍ ଥିବ। ଏଠି କିନ୍ତୁ ଦେଖ, ମହେଶ ଏକ୍ଜାମ୍ପଲ ଯୋଉ ଦେଇଛି, ମହେଶ ଖେଳ ପଡ଼ିଆକୁ 30ଟି ମାର୍ବଲ ଆଣିଥିଲା। ଅରୁଣ ପ୍ରତ୍ୟେକ ବ୍ୟାଗରେ 4ଟି କରି 5ଟି ମାର୍ବଲ ଆଣିଥିଲା। ତେବେ ମହେଶ ଆଉ ଅରୁଣ କେତୋଟି ମାର୍ବଲ ଖେଳ ପଡ଼ିଆକୁ ଆଣିଥିଲେ? ଜଣେ ଆଣିଛି 30ଟି ମାର୍ବଲ, 30 ପାଇଁକି 30 ଲେଖାଗଲା। ଆଉ ଜଣେ ଆଣିଛି 4 × 5, 4ଟି କରି 5ଟି ମାର୍ବଲ ଆଣିଥିଲା। ତେଣୁ 4 × 5 = 20। ତେଣୁ ଅରୁଣ ଆଉ ମହେଶ କେତୋଟି ମାର୍ବଲ ଆଣିଥିଲେ? ଉଭୟକୁ ମିଶେଇବା। 30 ଇଏ 5 ହେଲା 20। ତାମାନେ ଏଠି ମିଶ୍ରଣ ବି ବ୍ୟବହାର କରାଯାଇଛି, ଗୁଣନ ବି ବ୍ୟବହାର କରାଯାଇଛି। ତେଣୁ ଏମିତିଆ ପରିପ୍ରକାଶରେ ଆମେ ବନ୍ଧନୀର ପ୍ରୟୋଗ କରିବା। ବନ୍ଧନୀର ପ୍ରୟୋଗ ନ କଲେ ଗୋଟେ ବଡ଼ ଭୁଲ ହେଇଯିବ। ଦେଖ, ପ୍ରଶ୍ନରେ ଥିଲା 4ଟି କରି 5 ବ୍ୟାଗ ଆଣିଲା। ତାମାନେ ପ୍ରଶ୍ନର ଇଏ ଆଉ ଗୋଟେ ଅଂଶ। ପ୍ରଥମ ଅଂଶ ହେଲା 30, ଦ୍ୱିତୀୟ ପାର୍ଟଟା ହେଲା 5 × 4। ତେଣୁ 5 × 4କୁ ଆମେ ଅଲଗା ବନ୍ଧନୀରେ ରଖିବା। ଯଦି ବନ୍ଧନୀରେ ନ ରଖିବା ଉତ୍ତର କେତେ ଭୁଲ ହବ ଦେଖ। ଇଏ ହେଲା 5 × 20, 20ରେ 30 ମିଶିଲେ 50। ଯଦି ବନ୍ଧନୀ ନ ଦବା, 30 କି 5ରେ ଗୁଣିବା 35, 35 କି 4ରେ ଗୁଣିଲା ବେଳକୁ 100 ଉପରକୁ ଗୋଟେ ସଂଖ୍ୟା ହେଲାଣି। ତେଣୁ ସେମିତି କଲେ ଉତ୍ତର ଭୁଲ ହବ। ତେଣୁ ବନ୍ଧନୀର ପ୍ରୟୋଗ କେମିତି ହବ ଆମେ ଶିଖିବା। ଇରଫାନ 15 ଟଙ୍କା ଦେଇ ଗୋଟିଏ ବିସ୍କୁଟ ପ୍ୟାକେଟ ଆଉ 56 ଟଙ୍କା ଦେଇ ଡାଲି ପ୍ୟାକେଟ କିଣିଲା। ଦୋକାନୀ କି 100 ଟଙ୍କା ଦେଲା। ଦୋକାନୀ ଠାରୁ ଇରଫାନ ଫେରି ପାଇଥିବା ଟଙ୍କାର ପରିମାଣ ଜାଣିବା ପାଇଁ ପରିପ୍ରକାଶ ଲେଖ। ପିଲାମାନେ ଦେଖ, ଏଠି ଦୁଇ ପ୍ରକାର ପରିପ୍ରକାଶ ଦିଆଯାଇଛି। ଗୋଟେ ହେଲା ବନ୍ଧନୀ ଦ୍ୱାରା, ଆଉ ଗୋଟେ ହେଉଛି ବିନା ବନ୍ଧନୀରେ। ବନ୍ଧନୀ ନାହିଁ, ତୁମେ ତମ ଇଚ୍ଛାରେ କରିବ। ପ୍ରଥମ ପରିପ୍ରକାଶଟି ଭୁଲ, ଯେହେତୁ ଏଥିରେ ବନ୍ଧନୀ ଦିଆଯାଇନି। ଦ୍ୱିତୀୟ ପରିପ୍ରକାଶଟି ଠିକ୍। ଇରଫାନ 15 ଟଙ୍କାର ଆଉ 56 ଟଙ୍କାର ଜିନିଷ କିଣିଛି। ତାମାନେ 15କୁ 56ରେ ମିଶେଇ ଦବା, 100ରୁ ଫେଡ଼ି ଦେଇକି ଦୋକାନୀ ତାକୁ ବାକି ପଇସା ଦବ। ତେଣୁ 15 ଆଉ 56 ବନ୍ଧନୀ ମଧ୍ୟରେ ରହିଲେ ପରିପ୍ରକାଶଟି ଠିକ୍। ଏଇ ପରିପ୍ରକାଶକୁ ଦେଖ, 100 ଫେଡ଼ାଣ 15 ଯୁକ୍ତ 56। 100ରୁ 15 ଗଲେ କେତେ ହବ? 85। 85ରେ ଆମେ ଯଦି 56 ମିଶେଇବା, ତାହେଲେ ସେଇଟା ଆମର କେତେ ପାଖାପାଖି ହବ? 141। 85 ପ୍ଲସ୍ 56, 5 6 11, 8 5 13 1 14। ତାମାନେ 141। ସେ ତ ଦୋକାନୀ କି 100 ଟଙ୍କା ଦେଲା ଇରଫାନ, ଦୋକାନୀ ତାକୁ 141 ଟଙ୍କା କେମିତି ଫେରେଇବ? ତାମାନେ ବନ୍ଧନୀ ନ ଦେଲେ କେତେ ବଡ଼ ଭୁଲ ହଉଛି ଦେଖ। ଏଇଠି କିନ୍ତୁ ଦେଖ, 15 ଟଙ୍କାର ଜିନିଷ କିଣିଛି, ପୁଣି 56 ଟଙ୍କାର ଜିନିଷ କିଣିଛି। ଏବେ 15କୁ 56ରେ ମିଶେଇଲେ 71 ଟଙ୍କା। ଇରଫାନ ସମୁଦାୟ 71 ଟଙ୍କାର ଜିନିଷ କିଣିଲା, ଦୋକାନୀ କି 100 ଟଙ୍କା ଦେଲା। ତେଣୁ 100 - 71 = 29। ତାମାନେ ପରିପ୍ରକାଶଟି ସମ୍ପୂର୍ଣ୍ଣ ରୂପେ ଠିକ୍ ଅଛି। ତେଣୁ ଆମେ ପରିପ୍ରକାଶ ଲେଖିଲା ବେଳେ ଆବଶ୍ୟକ ସ୍ଥଳରେ ବନ୍ଧନୀର ବ୍ୟବହାର ନିହାତି ଭାବରେ କରିବା। ଏବେ ଜାଣିବା ପଦ। ଦେଖ,
12 ଯୁକ୍ତ 7 ଏଠି ଗୋଟେ ପଦ ହେଲା 12 ଆଉ ଗୋଟେ ପଦ ହେଲା 7। ଯଦି ଦୁଇଟି ପଦ ମଝିରେ ଆମର ପ୍ଲସ୍ ଚିହ୍ନ ଅଛି ତାହେଲେ ଆମେ ଏଇ ପରିପ୍ରକାଶରେ କେତୋଟି ପଦ ଗଣିକି କହିପାରିବା। ଏଇ ଲେଖାର ସାରାଂଶ ହେଲା ଆମେ ଯେତେବେଳେ ପରିପ୍ରକାଶ ଗୁଡାକ ଲେଖୁ ତାକୁ ବନ୍ଧନୀରେ କ୍ରମ ନଥାଏ, ଆମେ ସେଗୁଡାକ ପଦ ଗୁଡାକ ଦେଖୁ। ଦୁଇଟି ପଦ ସାଧାରଣତଃ ପ୍ଲସ୍ ଚିହ୍ନ କିମ୍ବା ମାଇନସ୍ ଚିହ୍ନ ଦ୍ୱାରା ଅଲଗା ହୋଇଥାଏ। ତାମାନେ ଯଦି ମଝିରେ ପ୍ଲସ୍ ଚିହ୍ନ ଅଛି ବାଁ ପଟଟା ହେଲା ଗୋଟେ ପଦ, ଡାହାଣ ପଟଟା ହେଲା ଆଉ ଗୋଟେ ପଦ। ମାଇନସ୍ ଚିହ୍ନ ଥିଲେ ବି ହବ, କିନ୍ତୁ ଗୁଣନ ହରଣ ଥିଲେ ମିଶିକି ଗୋଟିଏ ପଦ ହବ, ଦି ପଦ ନୁହେଁ। ଆଗକୁ ଆମେ ସେଟା ପଢିଲେ ତୁମେ ବୁଝିପାରିବ। ଦେଖ ମନେକର 83 ରୁ 14 ମାଇନସ୍ କରାଗଲା, ତାର ଅର୍ଥ 83 ପ୍ଲସ୍ ମାଇନସ୍ 14। ଏଇଠି ଉପରେ ଲେଖାଯାଇଛି ଯେକୌଣସି ସଂଖ୍ୟା ମିଶାଇବା ତାର ବିଲୋମୀ ସହିତ ମିଶାଇବା। ତାମାନେ 14 ର ବିଲୋମୀ କେତେ? -14 ବା -14 ର ବିଲୋମୀ ହେଲା 14। ତେଣୁ 83 ରୁ 14 କୁ ବିୟୋଗ କରିବା ଅର୍ଥ 83 ସହ -14 ଯୋଗ ସହ ସମାନ। ଏଇ ଲାଇନଟାକୁ ଭଲସେ ପଢିକି ବୁଝିବ, ମନେ ରଖିବ। ଏଇ ଲାଇନଟା ବିଲୋମୀଟା ଯୋଗ କରା ହୁଏ, ଅଣ୍ଡରଲାଇନ କରିଦଉଛି। ଏଇଠି ଦେଖ, ଏଠି ସେମିତି ଦିଟା ପଦ, ଗୋଟେ ପଦ ହେଲା 83, ଗୋଟେ ପଦ ହେଲା -14, ଦିଟା ପଦ ମଝିରେ ପ୍ଲସ୍ ଚିହ୍ନ ଅଛି। ବିଭିନ୍ନ ଉଦାହରଣ ନେଇ ପ୍ରମାଣ କର ଯେ ଏହି ଉପାୟରେ ବିୟୋଗ ଚିହ୍ନକୁ ଯୋଗ ଚିହ୍ନରେ ବଦଳାଇବା ଦ୍ୱାରା କୌଣସି ପରିବର୍ତ୍ତନ ହୁଏନି। ଏମିତି ସଂଖ୍ୟା ପକେଇ ଗୁଡ଼େ ଏକ୍ଜାମ୍ପଲ ତୁମେ ମାନେ ନେଇପାରିବ। ଏବେ ଦେଖ -18 -3 ଏଠି କେତେଟା ପଦ ଅଛି? ଗୋଟେ ପଦ ହେଲା -18 ଆଉ ଗୋଟେ ହେଲା +-3, ଦିଟି ପଦ ଗୋଲ ବୁଲା ହେଇଛି ହେଲା। ପ୍ରଥମ ପଦ ହେଲା -18, ଦ୍ୱିତୀୟ ପଦ ହେଲା -3। ଏବେ ମୁଁ ତୁମକୁ ଯୋଉ ସୂତ୍ର ଶିଖେଇଛି ସେଇ ସୂତ୍ର ଅନୁସାରେ କୁହ, -18 -3 ମିଶିଲେ କେତେ ହବ? -21। କାରଣ 18 ହେଲା ଋଣ, 3 ହେଲା ଋଣ, ଦିଟା ଋଣ ମିଶିଗଲେ ଗୋଟେ ବଡ ଋଣ, ତେଣୁ -21। ତାପରେ ନମ୍ବର ପ୍ରଶ୍ନ, 6 ଗୁଣନ 5 ଯୁକ୍ତ 3। ଯଦି ଦୁଇଟି ସଂଖ୍ୟା ମଧ୍ୟରେ ଗୁଣନ ଚିହ୍ନ ଅଛି ତାହେଲେ ସେଇଟା ହଉଛି ଗୋଟିଏ ପଦ। 6 ପଞ୍ଚା 30 ହବ, ତେଣୁ 6 ଗୁଣନ 5 ହଉଛି ଗୋଟିଏ ପଦ। ଏଇଟା ହେଲା ଗୋଟେ ପଦ। ମଝିରେ ପ୍ଲସ୍ ଥିଲେ ଆଉ ଗୋଟେ ପଦ, ଆଉ ଖାଲି 3 ହେଲା ଆଉ ଗୋଟେ ପଦ। 6 ଗୁଣନ 5 ଗୋଟେ ପଦ, 3 ଆଉ ଗୋଟିଏ ପଦ। ତାପରେ ନମ୍ବର ପ୍ରଶ୍ନ, 2 - 10 ଯୁକ୍ତ 4 ଗୁଣନ 6। 2 - 10 ତାମାନେ 2 ଆଉ 10 ଭିତରେ ମାଇନସ୍ ଚିହ୍ନ ଅଛି, ତେଣୁ 2 ଗୋଟିଏ ପଦ, ପ୍ଲସ୍ -10 ସେ ହେଲା ଆଉ ଗୋଟିଏ ପଦ। 4 6 ଭିତରେ ଗୁଣନ ଚିହ୍ନ, ତେଣୁ 4 ଗୁଣନ 6 ମିଶିକିରି ହେଲା ଗୋଟିଏ ପଦ। ତାମାନେ ଟୋଟାଲ 3ଟା ପଦ ଆମର ଏଇଠି ଅଛି। ଏଇଠି ଦେଖ 13 - 2 ଯୁକ୍ତ 6। ଏଠାରେ 13 ହେଲା ଗୋଟିଏ ପଦ, -2 ହେଲା ଆଉ ଗୋଟିଏ ପଦ, 6 ହେଲା ଆଉ ଗୋଟିଏ ପଦ। -2 ମାନେ +-2, ତିନିଟା ଯାକ ପଦକୁ ଗୋଲ ବୁଲା ହେଇଛି। ସେମିତି 5 ଯୁକ୍ତ 6 ଗୁଣନ 3, 5 ହେଲା ଗୋଟିଏ ପଦ, 6 ଗୁଣନ 3 ହେଲା ଆଉ ଗୋଟିଏ ପଦ, 6 × 18। ଏଠି ସେମିତି 4 15 - 9, 4 ଗୋଟିଏ ପଦ, 15 ଗୋଟିଏ ପଦ, -9 ଗୋଟିଏ ପଦ, 4 15 - 9। ଏଇଠି ଦେଖ ପ୍ଲସ୍ ବି ଅଛି ମାଇନସ୍ ବି ଅଛି। 4 ଆଉ 15 ମଝିରେ ପ୍ଲସ୍ ଅଛି, 15 ଆଉ 9 ମଝିରେ ମାଇନସ୍ ଅଛି, ତେଣୁ 4 ଗୋଟିଏ ପଦ, 15 ଗୋଟିଏ ପଦ, -9 ଆଉ ଗୋଟିଏ ପଦ। 23 - 2 ଗୁଣନ 4, 23 ଗୋଟିଏ ପଦ, 2 କି 4 ରେ ଗୁଣିଲେ 8 ହବ, -8 ଗୋଟିଏ ପଦ, 16 ଆଉ ଗୋଟିଏ ପଦ, ତେଣୁ 23 - 8 ଆଉ 16। ତାପରେ 28 19 ଆଉ -8। 28 ହେଲା ପ୍ରଥମ ପଦ, 19 ହେଲା ଦ୍ୱିତୀୟ ପଦ, -8 ଜାଗାରେ ଲେଖିବା +-8 ସେ ହେଲା ତୃତୀୟ ପଦ। ଏଇଠି ଶେଷରେ ଦେଖ ପଦ ସମୂହ ଲେଖାଯାଇଛି, ତାମାନେ ପଦ ପ୍ଲସ୍ ହେଇପାରେ, ମାଇନସ୍ ହେଇପାରେ। ଲେଖାଯାଇଛି ଯୋଗ କରୁଥିବା ପଦ ଗୁଡ଼ିକର କ୍ରମର ପରିବର୍ତ୍ତନ କଲେ ଭିନ୍ନ ମୂଲ୍ୟ ମିଳିଥାଏ କି ନା ମିଳିନଥାଏ। କ୍ରମ ବିନିମୟ ନିୟମ ଅଛି, 3 ରେ 5 ମିଶେଇଲେ ଯାହା, 5 ରେ 3 ମିଶେଇଲେ ସେୟା। ମୁଁ ବି ତମକୁ ଗୋଟେ ଏକ୍ଜାମ୍ପଲ ଦେଖେଇଥିଲି 5 - 3, ସେଟା ମୋ ନିଜସ୍ୱ ଉଦାହରଣ ଥିଲା, ସେଇଥିରୁ ବି ତମେ ଦେଖିଛ। ଏବେ କୁହ 10 + -2 ମିଶେଇଲେ କେତେ ହବ? 10 ରୁ 2 ଗଲେ 8, ବଡରୁ ସାନ ଫେଡା ହବ, ବଡରେ ଯୋଉ ଚିହ୍ନ ଉତ୍ତରରେ ସେଇ ଚିହ୍ନ, ତା ମାନେ ଆମର ଏଇଠି +8 ହବ। ସେମିତି ତାକୁ ବଦଳେଇ ଦେବା କ୍ରମ, ଆଗ -2 ପଛରେ ଲେଖିବା +10, ଦେଖିବା କଣ ହଉଛି। ସେଇ 10 ରୁ 2 ଗଲେ 8, 10 ଯେହେତୁ ବଡ ସଂଖ୍ୟା, ବଡ ସଂଖ୍ୟାରେ ଯୋଉ ଚିହ୍ନ ଉତ୍ତରରେ ସେଇ ଚିହ୍ନ, ତେଣୁ ଉତ୍ତର ହବ +8। ଏବେ ଆମେ ଜାଣିଲେ କ୍ରମ ବଦଳେଇଲେ କିଛି ମୂଲ୍ୟ ବଦଳେ ନାହିଁ। ଏଠି ବି ଆଉ ଗୋଟେ ଉଦାହରଣ ଦେଖ, ମଧୁ ଏକ ପଡିଆରେ ଡ୍ରୋନ୍ ଉଡଉଛି। ଏଇଟା ମନେକର ପଡିଆ, ଡ୍ରୋନଟି 6 ମିଟର ଉପରକୁ ଗଲା, ତାପରେ 4 ମିଟର ତଳକୁ ଆସିଲା। ଉପରକୁ ଗଲା 6, ତଳକୁ ଆସିଲା 4, ତାମାନେ 6 ରୁ 4 ଫେଡା ହବ,
तलू आसला 4 आउ केते रहइबो 2 तेणु 6 प्लस माइनस 4 है 2 जदि क्रम गुड़ाक बदल दबा आग -4 तापर 6 से फर्मूला 6 रु 4 गले 2 आग -4 माने आग आसला तलू को -4 प्लस 6 माने ऊपर को जीव 6 तामाने केते ये हैला 4 ऊपर रहइबो 2 तामाने उत्तर हैला 2 तेणु क्रम बदलैले मध्य मूल्य हमर समान आसे सूत्र मन रखिबो। आउ गोटे कथा देख पदर क्रम बदलैले पद 1 पद 2 पद 2 पद 1 तामाने एटा हैला क्रम विनिमयी नियम 3 सहित 5 मिसेइले जहा 5 सहित 3 मिसेइले सेया। तापर आमे देखिबा सहयोगी नियम मन कर तीनटा पद अछि -7 10 -11 रेड कलर रो सर्कल को देख एठी रेड कलर सर्कल रे -7 10 अछि 11 पछरे मिसिछि एठी 10 11 आग मिसिछि पछरे 7 मिसिछि तेणु प्रथम दुईटा को मिसेइकी तृतीय रे मिसेइले जहा -7 प्लस 10 केते हैला 3 ए दुईटा हैला 3 -11 11 रु 3 गले 8 तामाने -8 हबो एठी सेमती प्रथमटा को अलगा रखा हैला द्वितीय तृतीय मिसिला प्रथम हैला -7 10 और -11 मिसिले -1 समुदाय मिसिक हैला -8 एठी लिखा जाइछि गोटे परिप्रकाश रे पद गुड़िक एकत्रीकरण करी जे कोनोसी पद्धति रे समाधान कले मान अपरिवर्तित रहे दीटा हो तीनटा हो जदि पद गुड़ाक क्रम परिवर्तन करी आमे मिसौचे ताहाले तार मान अपरिवर्तित रहे माने समान मूल्य होय लिखाई पद मानकर जोग मूल्य समान देई थाए क्रम रे बदलैले क्रमटा बदली गले आगटा पछुक आसिला पछटा आगुक आसिला ताहाले ता मूल्य भी समान रहइबो किछि बदलिबोनी परिप्रकाशर मान केमती निर्णय करिबा देख लिखा जाइछि 30 युक्त 5 गुणन 4 30 जगह 30 लिखिले 5 गुणन 4 माने 5 चौ 20 30 को 30 लिखिले 5 चौ हेला आउ गोटे पद प्रथम पद 30 द्वितीय पद हला 5 चौ 20 30 20 मिसिले 50 हेला हमर उत्तर सेमती सेकंड एग्जांपल देख 5 गुणन 3 युक्त 2 7 गुणन 8 युक्त 3 5 को 3 2 मिसिले केते हबो 5 तेणु ये हेला गोटे पद गुणन अछि माने से गोटे पद प्लस चिन्ह पर्यंत 5 गुणन 3 2 मिसिले 5 5 5 25 7 8 हेला द्वितीय पद 7 8 56 प्लस 3 एबे तीनटा जाक मिसेई दबा 5 5 25 56 आउ 3 तीनटा जाक मिसिले 84 एई भली आमे याकू सरलीकरण आगु को सब करिबा गोटे बढ़िया एग्जांपल दीची मनसा संख्या मानकर जोग करूची तो 5 मिनिट लागिला समुदाय 11749 उत्तर पाइला चतुर्थ संख्याटा 9055 जोग करने को भूली जाइए तो किसी असुविधा नहीं पछरे से संख्यार जोड़ी देले ही जीवो डाहाण पटे देख गुड़ाए संख्या देइछि लेखिबा जोग प्रक्रिया क्रम विनिमयी नियम पालन करे तेणु 9055 को छाड़ी ता उत्तर होइछि 11749 तेणु 11749 रे 9055 मिसेई देले आमर जेतिक हवा कथा हबो सेटा हबा आंसर आउ देख एई पांचटी संख्या को मनसा मिसेइबा कथा सेथरु 9055 टा भूली जाइछि से 9055 ऊपर गोटे गार पकई दीची तामाने सेटा को बाद दिया हेले हमर मिश्रण फल केते हबो ताको बाद देले हमर मिश्रण फल हबो 1 1 7 4 9 11 1 1 7 4 9 तेणु हमर एतिकी उत्तर होइछि सेथिरे 9055 मिसेई दबा मिसेइले 11 9 20 20000 समथिंग हबो 20809 हबो हमर उत्तर तेणु आम ये लिखा तले से भूली जाइथिबा संख्या 9055 को आउथरे जोग करिवो कारण जोग प्रक्रियाटा क्रम विनिमय नियम पालन करे जदि क्या भूली जाइचे पछरे लिखिले भी समान उत्तर हबो। आउ गोटे उदाहरण देख अमु चरण मधु साधु होटेल को जाई 4टी दोसा बराद कले 4 जण सांग प्रत्येक दोसार मूल्य 23 टंका से माने खाद्य परसुथिबा व्यक्ति को 5 टंका बक्सिस देले तामाने 4टी दोसार मूल्य होइछि 23 गुणन 4 23 चौ 92 हबो प्लस 5 टंका खर्च होला 23 गुणन 4 टंका दोसा बाबद रे खर्च होला 5 टंका ताकू बक्सिस देले तामाने से भी खर्च होला तेणु समुदाय खर्च होउछि प्रथम खर्च युक्त द्वितीय खर्च प्रथम खर्चटा हला 4 गुणन 23 दोसार पैसा द्वितीय खर्च हला 5 टंका झाक्सी बक्सिस तेणु 92 प्लस 5 समान 97 है आमर समुदाय खर्च। आ गोटे छोट उदाहरण देख रघु होलसेल बजार रु 100 किग्रा चाउल किणी एहाकू 2 किग्रा ओजन विशिष्ट पैकेट रे भरिला
तामाने 100 किलो चाउल को 2 किलिया पैकेट कला तामाने केतेटा पैकेट हबो 50 टा पैकेट 50 दुणे 100 किंतु हमें सजेई के लिखिबा ना ता पूर्वरु 4 टी 2 किग्रा पैकेट ता पाखरे अछि तामाने आउ 2 किग्रा पैकेट 4 की भांगिया को पड़िबो 4टा 2 किलिया पैकेट अछि केवल 100 को 2 किग्रा करा जिवो तेणु देख तले जो सज्जीकरण करी लेखा जाइछि 4 जगह 4 लेखा जाइछि आउ 100 बाई 2 लेखा जाइछि 4 तो 4 रहिला 4 रे किछि परिवर्तन नाही 4 टी 2 केजिया पैकेट ऑलरेडी अछि केवल 100 को 2 केजिया पैकेट करा हबो ता माने 50 टी पैकेट हबो आगुरु 4 पैकेट थिला एबे 50 पैकेट हैला मिसी के हैला 54 एठी दीटा पद 4 हैला गोटे पद 100 विभक्त को 2 हैला आ गोटिए पद लास्ट एग्जांपल कानन जणे दोकानी को 1 टंकिया मुद्रा 5 टंकिया 10 टंकिया 20 टंकिया 50 टंकिया 100 टंकिया नोट को व्यवहार करी 432 टंका देबो बोली कहिला केमती दबो 432 100 गुणन 4 ता माने 100 टंकिया 4टा हेले 400 होई गला बाकी रहिला 32 20 टंकिया गोटे 20 के 20 10 के 10 20 10 हैला 30 आउ 2 के 2 432 होई गला सेमिति 50 टंकिया 8टा हेले 400 टंका ही जिवो 10 के 10 4 पंचा 20 एमिति भी ही जिवो 432 से कहि जे आउ को प्रकार ही जिवो देखो 432 पई कि हमें चाहिए खाली 43 दशा केते 430 खाली 10 टंकिया नोट जदि 43 टा नबा 43 दशा 430 आउ रहिला 2 टंका 2 गुणन 1 लिखिले 2 के 2 43 दशा 430 प्लस 2 समान हैला 432 आउ भी आमे सेमती 432 की भांगी परिबा को उपाय रे 20 गुणन 20 होची 400 जदि 20 टंकिया नोट 20 टा आनिबा 20 को 20 रे गुणले 400 बाकी रहिला केते 32 32 हेले 10 टंकिया नोट 3 टा दबो ता माने 3 गुणन 10 बा 10 गुणन 3 हेला 10 3 30 430 प्लस टंकिया नोट 2 टा दो बा 2 टंकिया नोट गोटे दो जेमती कर 2 के 2 2टी 1 टंकिया मुद्रा लिखि देले भी हबो युक्त 1 गुणन 2 432 आ गोटे प्रकार भी परियो खाली 5 टंकी कॉइन खाली 5 टंकी हेले 80 गुणन 5 8 पंचा 40 ता माने 400 टंका ही गला 32 टंका केमिति हबो 10 गुणन 3 10 3 30 2 टंका केमिति हबो 1 गुणन 2 हमर 432 इठी हे गला एबे ता पर नंबर प्रश्न रे देई चेट सु पद गुडा को चिन्ह पद गुडा को देखो देखो प्रथम परिप्रकाश रे 4 गुणन 100 हैला गोटिए पद 1 गुणन 20 द्वितीय पद 1 गुणन 10 तृतीय हैला चतुर्थ पद सेमति प्रथम पद द्वितीय पद तृतीय पद गुणन चिन्ह माने तो गोटे पद आउ 2 गुणन 1 2 गोटे पद एठी सेमति 43 गुणन 10 गोटे पद 2 गुणन 1 आ गोटिए पद 20 गुणन 20 गोटे पद 3 गुणन 10 गोटे पद 1 गुणन 2 सेमति जे अंडरलाइन हैला से सब हैला गोटे गोटे पद एबे निजे करी देखो स्टार्ट करिबा निम्नलिखित परिप्रकाश गुड़िकर प्रत्येक पद गुड़िक लिखि मान निर्णय कर 28 फेडाण 7 युक्त 8 एटा लेखा जाइछि एठी तीनटा पद अछि गोटे हैला 28 गोटे -7 गोटे +8 आर मान लिखिबा प्रथमे 28 रु 7 याको ब्रैकेट भितरे रखि देबा बंधनी 28 - 7 +8 28 रु 7 गले 21 +8 21 रे 8 मिसिले 21 8 29 आको अन्य उपाय रे भी करि परिबा अन्य उपाय रे माने कोन माइनस टा को शेष रे रखि देबा प्लस 2 टा को आग रखिबा पद गुडी के एठी किए किए गोटे हैला 28 गोटे -7 आ गोटे +8 तुमे प्रथमे पदटा लिखि देबो कारण बही रे आग लेखा जाईची प्रत्येक पद गुडी को लिखि मान निर्णय कर आग पद लिखिबो तापरे मान निर्णय करिवो और देखो केमती आ गोटे करि परिबो 28 - 7 +8 आग लिखिबा 28 तापर लिखिबा 8 यदि प्लस माइनस रे कंफ्यूजन आग प्लस दिग लिखि देबा पछरे माइनस 28 रे 8 मिसिले आको ब्रैकेट कर देबा 8 8 16 2 1 3 36 36 रु 7 फेडिबा 36 रु 7 फेडिले 16 रु 7 गले 29 देखो हमर समान उत्तर आसिला क्रम परिवर्तन कले भी समान उत्तर एबे बी नंबर हैला 39 - 2 गुणन 6 2 गुणन 6 हैला गोटिए पद ताकू ब्रैकेट रे रखि दबा न लेठी लिखि दबा 212 हबो तापरे लिखिबा प्लस 11 एठी भी तीनटा पद 39 गोटे 2 गुणन 6 गोटे 11 गोटे
39 की 39 लिखिले 200 ହେଲା 12 प्लस 11 39 रु 12 माइनस करिबा 39 रु 12 माइनस कले 27 प्लस 11 27 रे 11 मिसेइले 7 1 8 2 1 3 38 और आउ गोटे प्रकार मध्य करि परिबा और माने किंबा सेटा करिवो किंबा इटा करिवो 39 प्लस 11 माइनस 2 गुणन 6 माइनस टाको अलगा रखिदेबा कड़रे 39 रे 11 मिसेइले 9 1 10 शून्य रखिनेला 1 3 1 4 1 5 50 50 रु 12 फेडिबा 50 रु 12 कले भी से 38 सी नंबर प्रश्न 40 माइनस 10 प्लस 10 प्लस 10 तेणु पद गुड़ाक पिला माने एठी लेखिनी पछरे लिखिदब पद गुड़िक हला 39 माइनस 2 गुणन 6 जुक्त 11 एबे सेमती लिखिबा 40 40 रु 10 फेडिले केते हबो 30 याकू दीटा पार्ट कर दबा 40 माइनस 10 हैला गोटे बंधनी आउ प्लस 10 हैला आउ गोटे बंधनी तेणु 40 रु 10 गले 30 10 10 मिसिक हैला 20 30 20 मिसिक हैला 50 तेणु पद गुड़ाक एठी हेले गोटे 40 गोटे माइनस 10 आउ खाली 10 10 दीटा आउ गोटे प्रकार भी करि परिबा और रे सब प्लस गुड़ाक गोटे पाखरे लिखिदबा 40 10 10 तापरे माइनस गुड़ाक लास्ट रे लिखिबा माइनस 10 गोटे तो माइनस शेष रे लिखा गला तेणु 40 10 50 आउ 10 रु 10 गले 0 आकु ब्रैकेट कर दे बेसी भला बे बुझी परिबो 40 10 हैला 50 10 रु 10 गले 0 तेणु 50 रे 0 मिसिले सेही 50 आर पद गुड़िक तो मु लिखि देइची तापर नंबर देख डी नंबर 48 फेडाण 10 गुणन 2 10 गुणन 2 है गोटे पद ब्राकेट रहिबो 10 दुणे 20 ब्राकेट रखिबा 16 हरण 2 गुणन हरण थिले आमे जानिचे गोटे पद तेणु 10 गुणन 2 गोटे पद 16 हरण 2 आउ गोटे पद एबे 48 की 48 लिखिबा 10 गुणन 2 जगह लिखिबा 10 दुणे 20 16 को 2 रे हरिले 8 तेणु 48 रु 20 याकू माइनस करिबा 8 4 रु 2 गले 2 28 28 प्लस 8 8 8 16 6 रखिनेला 1 36 तेणु 36 है आमर मान एबे एठी पद गुड़िक कौन कौन लिखिदबा प्रथम पद है 48 द्वितीय पद है माइनस 10 गुणन 2 तृतीय पद है 16 हरण 2 एक्चुअली पद गुड़ाक आग लिखिदब माइनस 10 गुणन 2 तृतीय पद है 16 हरण 2 ई नंबर प्रश्न 6 गुणन 3 माइनस 4 गुणन 8 गुणन 5 बाम पटे भी गुणन डाहाण पटे भी गुणन मझिरे माइनस चिन्ह तेणु माइनस रो बाम पटटा है गोटे पद माइनस रो डाहाण पट है आ गोटे पद तेणु पद गुड़िक हेले प्रथम पद है 6 गुणन 3 6 गुणन 3 एटा माइनस रो डाहाण पट आ गोटे पद द्वितीय पद है 4 गुणन 8 गुणन 5 आमे जानिचे दुईटा संख्या मध्य गुणन चिन्ह थिले से गोटे पद तेणु 8 4 भितर गुणन अच्छी 8 5 भितर गुणन अच्छी तेणु माइनस 4 गुणन 8 गुणन 5 ए सबूटा है गोटे पद मान निर्णय कले 6 गुणन 3 माइनस 4 गुणन 8 गुणन 5 36 है 18 ये है 4 अष्टा 32 32 पंचा 32 पंचा हूँ 160 तेणु 18 माइनस 160 160 रु 18 फेडिले 10 रु 8 गले 2 माइनस 142 देख बड़ रु सान फेडिले बड़े जो चिन्ह उत्तर रे से चिन्ह देले एबे 2 नंबर करबा 2 नंबर टा बहुत मजादार निम्नलिखित प्रत्येक परिप्रकाश प्रकाश पाई एक कहानी बा परिस्थिति वर्णना कर ता माने गप लेख मने कर तुम पाखरे 80 90 चॉकलेट थिला बापा तुमको 21 चॉकलेट देले तुमे सेतिरु 10टा चॉकलेट तुम सान भाई की देदेल बा हजेई देल ए भलिया -10 आ कोन एक सब देखि गप लिखिबा देख मुझे कहानी बा गल्प लिखिकी लिखुची तुम इच्छा जहाँ लिख तुम पाखरे 80 90 चॉकलेट थिला तुमे परीक्षा रे प्रथम होइथिबारु बापा तुमको 21 चॉकलेट देले तामाने 89 रे 21 मिसिला तुम सान भाई अझट हेबारु तुमे ताकू 10टी चॉकलेट देदेल तामाने -10 तुम पाखे आउ केतोटी चॉकलेट रहिला तामाने सांख्यिक परिप्रकाश को देखिकी तुमे ता सहित खाप खुआउथबा
गोटे कहानी बा गोटे गल्प लिखिबो मु जेमती लिखिली तुम एमती अनेक जिंस लिखिपर मो मन को भाविकी तेणु एबे लिखिबा तुम पाखे चॉकलेट रहिला से अनुसार तुम पाखे केटा चॉकलेट रहिला 89 प्लस 21 माइनस 10 89 रे 21 मिसिले 110 110 रु 10 फेडिले 100 टी चॉकलेट। बी नंबर क्वेश्चन 5 गुणन 12 माइनस 6 तापाई गोटे कहानी मु लिखिची गोटे धाड़ी रे 5टी लेखाएं नड़िया गछ हिसाब रे गोटे धाड़ी रे 5टा 12टी धाड़ी नड़िया गछ लागिथिला पानी अभावरु 6टी नड़िया गछ मरिगला तेणु समुदाय हमर केतोटी नड़िया गछ लागिथिला 5 गुणन 12 60 टा सेथुरु 6टा मरिगला ता माने 60 फेडाण 6 समाने 54। सी नंबर 4 गुणन 9 जुक्त 2 गुणन 6 कहानी लिखिबा गोटे बास्केट रे 9टी आंब हिसाब रे 4टी बास्केट आंब थिला ता माने 4 गुणन 9टा आमे लिखिदिली गोटे बास्केट रे 9टा आंब रहउची 4 बास्केट आंब थिला 4 गुणन 9 प्लस पर लेख देखा जाइची 2 गुणन 6 सेमती लिखिबा अन्य एक बास्केट रे 6टी कमला हिसाब रे 2 बास्केट कमला थिला ता माने 6 गुणन 2 बा 2 गुणन 6 प्लस चिन्ह पर जो 2 गुणन 6 लिखाइची ता पई के हम एमती लिखिबा एबे लिखिबा समुदाय बास्केट रे मोट केते फल थिला ता माने 4 गुणन 9 जुक्त 2 गुणन 6 एबे समस्त बास्केट रे थिबा फल संख्या निर्णय करिबा प्रथम बास्केट रे हला 4 गुणन 9 द्वितीय बास्केट रे हला 2 गुणन 6 मिसेई देले तेणु लिखिबा मोट फल संख्या समान 4 गुणन 9 जुक्त 2 गुणन 6 4 नुआ 36 212 36 रे 12 मिसले 6 2 8 3 1 4 48 एबे 3 नंबर प्रत्येक परिस्थिति पई परिस्थिति को वर्णना कला भलिया सांख्यिक परिप्रकाश गुड़िक लेख मान निरूपण कर जड़े राजा तांकर दुई राजकुमार कृष्णचंद्र रामचंद्र को 100टी लेखाएं स्वर्ण मुद्रा प्रदान कले कृष्णचंद्र कौन कला मुद्रा को द्विगुणित कला रामचंद्र किछि अलंकार रखी तांका पाखरे अधा मुद्रा रखिला एबे राजकुमार कृष्णचंद्र आउ रामचंद्र पाखरे केते मुद्रा अछि देख रामचंद्र को कृष्णचंद्र को 100टी लेखाएं मुद्रा देले कृष्णचंद्र कौन कले सही 100टी मुद्रा को द्विगुणित कले रामचंद्र सही 100 मुद्रा अच्छी कृष्णचंद्र कौन कले प्रथमे से मुद्रा को द्विगुणित कले तामाने 100 गुणन 2 तांका पाखरे 200 टंका हेगला रामचंद्र कौन कले तांका मुद्रा रु अधा खर्च करदेले आउ अधा तांका पाखरे अच्छी अधा अच्छी माने 100 को अधा कले 100 विभक्तक 2 वर्तमान उभयंक पाखरे केते अच्छी तामाने 100 गुणन 2 जुक्त 100 विभक्तक 2 100 गुणन 2 जे 200 100 विभक्तक 2 जे 50 तामाने 200 जुक्त 50 माने 250 हैला उत्तर एबे लिखिबा राजांक ठारू कृष्णचंद्र पाइथिबा मुद्रा संख्या हैला 100 व्यवसाय रे कृष्णचंद्रंक मुद्रा 2 गुणित हला तेणु कृष्णचंद्रंक मुद्रा हब 100 गुणन 2 समाने 200 एबे लिखिबा एटा हला कृष्णचंद्रंक मुद्रा लिखिबा राजांक ठारू रामचंद्र पाइथिबा मुद्रा संख्या हला 100 रामचंद्र अर्धेक मुद्रा को अलंकार किणिबारे व्यवहार करचंदी आउ अर्धेक तांका पाखरे अछि ताहले रामचंद्र मुद्रा हला 100 100 रो अर्धेक त माने 100 विभक्तक 2 समाने 50 सेटा लिखिबा तेणु लिखिबा रामचंद्रन मुद्रा हला 100 रो अर्धेक त माने 100 विभक्तक 2 समाने 50 एबे लिखिबा वर्तमान कृष्णचंद्र और रामचंद्र पाखरे थिबा मोट मुद्रा 200 जुक्त 50 200 रे 50 मिसिले 250 टी मुद्रा
ତେଣୁ ସାଂଖ୍ୟିକ ପରିପ୍ରକାଶ ହେଲା 100 ଗୁଣନ 2 ଯୁକ୍ତ 100 ବିଭକ୍ତକ 2। 100 ଗୁଣନ 2 ହେଲା 200, 100 ବିଭକ୍ତକ 2 ହେଲା 50 ସମାନ 250। ଆଉ ଏଠି ପଦ ଗୁଡାକ ଲେଖିବାକୁ କହିଛି ଦିଟା ପଦ। ଦେଖ 100 ଗୁଣନ 2 ହେଲା ଗୋଟେ ପଦ, 100 ବିଭକ୍ତକ 2 ହେଲା ଆଉ ଗୋଟିଏ ପଦ। ଲେଖିବା ସଜେଇକିରି। बी नंबर दुईटी रेल स्टेशन मध्य गोटे मेट्रो ट्रेन टिकेटर मूल्य है 40 टंका, शिशु मान 20 टंका। समुदाय टिकेटर मूल्य केते? 4 जन वयस्क तामाने 4 चौ 16 160 टंका, 3 जन शिशु तामाने 20 30 60 टंका। मिसई देले जेतिक हम 160 60 220। सेमिति 3 जन लेखाएं वयस्क थिबा दुईटी दल पाई तामाने 3 जन वयस्क दुईटी दल 3 दुणे 6 गुणन 40। मेट्रो ट्रेन रे वयस्क व्यक्ति टिकेट मूल्य होची 40 टंका, शिशु टिकेट मूल्य होची 20 टंका। तेणु लिखिबा 4 जन वयस्क और 3 जन शिशुंकर मोट मूल्य होची 4 गुणन 40 जुक्त 3 गुणन 20। एबे लिखिबा 4 जन वयस्क और 3 जन शिशुंकर मोट मूल्य हला 4 गुणन 40 जुक्त 3 गुणन 20। चारि गुणन 40 माने 4 चौ 16 160, 20 गुणन 3 20 30 60 समान है 220। एठी दीटा पद अच्छी, गोटे पद है 4 गुणन 40 आउ गोटे पद है 3 गुणन 20। दुईटी पद अच्छी लिखा ये 40 गुणन 4 20 गुणन 3। तापर डबल लाइन नंबर प्रश्न देख, 3 जन लेखाएं वयस्क व्यक्ति थिबा दुईटी दल पाई तामाने गोटे दल रे वयस्क व्यक्ति रहिबे 3 जन, दुईटी दल रे रहिबे 3 दुणे 6 जन। आउ तामाने जणे वयस्क व्यक्तिंकर टिकेट होची 40 टंका, तेणु 40 की 6 रे गुणा हबो, तने खाली गुणन एटा लिखिबा। 3 जन लेखाएं वयस्क व्यक्ति थिबा दुईटी दल पाई तामाने गोटे दल रे वयस्क व्यक्ति हेले 3 जन, दुईटी दल रे थिबा वयस्क व्यक्ति हेला 3 दुणे 6 जन, दुईटी दल रे थिबा वयस्क व्यक्ति हेले 3 दुणे 6 जन। तापरे जनकु 40 टंका हेले 6 जन केते सेई जिंसटा को सजेइकी लिखिबा। आउ एबे लिखिबा जणे वयस्कंकर टिकेटर दाम 40 टंका, 6 जन वयस्क व्यक्तिंकर टिकेट दाम हबो 40 गुणन 6 समान 240 टंका। 240 टंका है तार मानस आउ सांख्यिक परिप्रकाश है 3 गुणन 2 गुणन 40। ये तो गोटे गुणन तेणु गोटे पद। एठी लिखिदबा एटा हला सांख्यिक परिप्रकाश आउ पद किए पद हला 3 गुणन 2 गुणन 40। या मझरे ताऊ प्लस चिन्ह नहीं, केवल गुणन चिन्ह, तेणु तीनटा जाक संख्या गुणी हेकिरी गोटे पद। ताकू आउ गोटे प्रकार भी आमे करि परिबा। 3 गुणन 40 3 गुणन 40 दुईटा दल, गोटे दल रे 3 जन लेखा जनका 40 टंका लेखा, 40 30 120 40 30 120 मिसिले भी 240 हबो, सेमिति भी करि परिबो। सी नंबर प्रश्न देख, लिखाई पार्श्वस्थ चित्र रे दिया जाइथिबा परिमाण को व्यवहार करी झरकार उच्चता निर्णय पई आवश्यक सांख्यिक परिप्रकाश लेखा मान निर्णय। एटा गोटे झरका, झरकार देख उपरटा हला बंध
ମଝି ହେଉଛି ଗ୍ରିଲ୍, ତାପରେ ଅଛି ଫାଙ୍କ। ଗ୍ରିଲ୍ର କେତେ ଉଚ୍ଚତା, ଫାଙ୍କର କେତେ ଉଚ୍ଚତା, ମୋଟ ଉଚ୍ଚତା ଲେଖାଯାଇଛି। ଆମେ ପ୍ରଥମେ ଦେଖ ବନ୍ଧର ଉଚ୍ଚତା ହେଲା 3 ସେମି, ଗ୍ରିଲର ହେଲା 2 ସେମି, ଫାଙ୍କର ହେଲା 5 ସେମି। ସବୁ ପାଖରେ ତାର ଉଚ୍ଚତାଟା ଲେଖାଯାଇଛି। ତେଣୁ ଆମେ ଏଠି କେତେଟା ବନ୍ଧ, କେତେଟା ଗ୍ରିଲ, କେତେଟା ଫାଙ୍କ ତାକୁ ଗଣିବା। ଗୋଟିଏ ବନ୍ଧର ଉଚ୍ଚତା ଯେତିକି ସବୁତିକ ବନ୍ଧରେ ଗୁଣନ କରାଯିବ। ଦେଖ ସବା ଉପରେ ଅଛି ବନ୍ଧ, ସବା ତଳେ ଅଛି ବନ୍ଧ। ମଝିରେ ଯୋଉଟା ସବୁ ରହିଲା ଏଗୁଡାକ ସବୁ ହେଲା ଗ୍ରିଲ। ତେଣୁ ଗ୍ରିଲ ଆମର କେତେଟା ରହିଲା 3 3 6ଟା। ବନ୍ଧ ରହିଲା 2ଟା। ଫାଙ୍କା ସ୍ଥାନ କେଇଟା ରହିଲା, ଫାଙ୍କା ବି ଗଣିଦବା। ତେଣୁ ଏଇଟା ହେଲା ବନ୍ଧ, ଏଇଟା ହେଲା ବନ୍ଧ। ଉପରେ ତଳେ ରହିଲା ବନ୍ଧ, ମଝି ଗୁଡାକ ହେଲା ସବୁ ଗ୍ରିଲ। ବନ୍ଧ ଆଉ ଗ୍ରିଲ କି ଗୋଟିଏ ଭାବିବ ନାହିଁ। 1 2 3 4 5 6, 6ଟା ରହିଲା ଆମର ଗ୍ରିଲ। 6ଟା ଗ୍ରିଲ, ଗୋଟାକ 2 ସେମି ଲେଖା ହେଲେ 6 ଦୁଣେ 12 ସେମି। ସେମିତି ଫାଙ୍କା ରହିଲା 1 2 3 4 5 6 7, 7ଟି ଫାଙ୍କା ସ୍ଥାନ, ଗୋଟାକ ହେଲା 5 ସେମି, ତା ମାନେ 7 5 35 ସେମି। ଆଉ ବନ୍ଧ ତ 3 ସେମି ଲେଖା, ଦିଟା ବନ୍ଧ ହେଲେ 3 ଦୁଣେ 6 ସେମି। ଏବେ ସବୁ ଗୁଡାକୁ ମିଶେଇ ଦେଲେ ଝରକାର ମୋଟ ଉଚ୍ଚତା ଆମକୁ ମିଳିବ। ବହିରେ ଯୋଉ ଝରକା ଚିତ୍ର ଦେଇଛି, ଝରକା ଚିତ୍ରରେ ବନ୍ଧର ଉଚ୍ଚତା 3 ସେମି, ଗ୍ରିଲର ଉଚ୍ଚତା 2 ସେମି, ଫାଙ୍କର ଉଚ୍ଚତା 5 ସେମି। ଯାହା ଯାହା ଦତ୍ତ ଅଛି ସେଗୁଡା ସବୁ ଲେଖିଦବା। ଏବେ ଲେଖିବା ଝରକାରେ 6 ଗ୍ରିଲ, 7ଟି ଫାଙ୍କ ଆଉ 2ଟି ବନ୍ଧ ଅଛି। ତାପରେ ଲେଖିବା ଝରକାର ମୋଟ ଉଚ୍ଚତା ସମାନ। ଛଅଟି ଗ୍ରିଲ, ଗୋଟାକ ଉଚ୍ଚତା ହେଲା 2 ସେମି, ତା ମାନେ 6 ଗୁଣନ 2। 7ଟି ଫାଙ୍କ, ଗୋଟିଏ ଫାଙ୍କର ଉଚ୍ଚତା ହେଲା 5 ସେମି, 7 ଗୁଣନ 5। ସେମିତି 2ଟି ବନ୍ଧ, ଗୋଟିଏ ବନ୍ଧର ଉଚ୍ଚତା ହେଲା 3 ସେମି, ତା ମାନେ 2 ଗୁଣନ 3। ଠିକ ସେ ଲେଖିବା ନହେଲେ ଭୁଲ ହେଇଯିବ। ଦେଖ 2ଟି ବନ୍ଧ 2 ଗୁଣନ 3। ଆଉ ଥରେ ଲେଖି ସାରିଲା ପରେ ମୁଁ ଚେକ୍ କରୁଛି ଠିକ ଲେଖିଲି କି, ତୁମେ ମାନେ ବି ଏମିତି ଲେଖି ସାରିଲା ପରେ ବାରମ୍ବାର ଚେକ୍ କରିବ। ଦେଖ ଆମର ଏଠି 3ଟା ପଦ ଅଛି। ଗୋଟେ ହେଲା 6 ଗୁଣନ 2 ପ୍ରଥମ ପଦ, 7 ଗୁଣନ 5 ଦ୍ୱିତୀୟ ପଦ, 2 ଗୁଣନ 3 ହେଲା ତୃତୀୟ ପଦ। ଖାଲି ଗୁଣିକି ଲେଖିବା। 6 ଦୁଣେ 12, 7 5 35, 3 ଦୁଣେ 6। ତିନିଟା ଯାକ ମିଶେଇଲେ 5 2 7 6 13, 53, 53 ସେମି। ଏଇଟା ହେଲା ସାଂଖ୍ୟିକ ପରିପ୍ରକାଶ। ଆଉ ପଦ ଗୁଡାକ କିଏ 6 ଗୁଣନ 2 ଗୋଟେ, 7 ଗୁଣନ 5 ଗୋଟେ, 2 ଗୁଣନ 3 ଗୋଟେ। ଆକୁ ଖାଲି ସଜେଇକି ଲେଖିଦବା। ନେକ୍ସଟ ଭିଡିଓରେ ପେଜ 37ରେ ଥିବା ନିଜେ କରି ଦେଖର ସମ୍ପୂର୍ଣ୍ଣ ସମାଧାନ ଆମେ କରିବା। ଆଶା କରୁଛି ପିଲାମାନେ ତୁମେ ଭିଡିଓଟାକୁ ବହୁତ ଭଲ ଭାବରେ ବୁଝିପାରିଥିବ। ଭଲ ଲାଗିଲେ ଲାଇକ୍ କର, କମେଣ୍ଟ କର, ସେୟାର କର। ଚ୍ୟାନେଲରେ ନୂଆ ଥିଲେ ଏହାକୁ ନିଶ୍ଚୟ ସବସ୍କ୍ରାଇବ କରି ବେଲ୍ ବଟନକୁ ପ୍ରେସ୍ କର। ଥ୍ୟାଙ୍କ ୟୁ। ଷ୍ଟେ କନେକ୍ଟେଡ୍, କିପ୍ ୱାଚିଂ।